ସମସ୍ତଙ୍କୁ ପୁଣି ଥରେ ବିଭୁ ପ୍ରସାଦ ଅଫିସିଆଲ ଚ୍ୟାନେଲକୁ ସ୍ୱାଗତ ଜଣାଉଛି। ଆଜି ଆମେ ଦଶମ ଶ୍ରେଣୀ ଇତିହାସ ବହିର ଦ୍ୱିତୀୟ ପାଠ ରିଲେଟେଡ୍ ପାଖାପାଖି 50ଟି ପ୍ରଶ୍ନର ଉତ୍ତର କରିବା। ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ, ଏହା ରିଲେଟେଡ୍ 3ଟି ଭିଡ଼ିଓ ଅଲରେଡ଼ି ପ୍ଲେଲିଷ୍ଟରେ ଅଛି। ଯଦି ତୁମେମାନେ ସେ ଭିଡ଼ିଓକୁ ଦେଖିନ ନିଶ୍ଚିତ ଭାବରେ ଯାଇକି ଦେଖିପାରିବ। ସେ ଭିଡ଼ିଓ ଗୁଡ଼ିକୁ ଦେଖିଲେ ଏ ପ୍ରଶ୍ନର ଉତ୍ତର ଗୁଡ଼ିକ କରିବା ପାଇଁ ଅତ୍ୟଧିକ ସହଜ ହେବ। ପ୍ରଥମ ପ୍ରଶ୍ନ ଦେଖିବା। ପ୍ରଥମ ବିଶ୍ୱଯୁଦ୍ଧରେ ତୁର୍କୀ କେଉଁ ଶକ୍ତି ବିରୁଦ୍ଧରେ ଯୁଦ୍ଧ କରିଥିଲା? ମିତ୍ର ଶକ୍ତି, କେନ୍ଦ୍ର ଶକ୍ତି, ତ୍ରିଶକ୍ତି ଚୁକ୍ତି, ପରମାଣୁ ଚୁକ୍ତି। ଆମେ ଜାଣିଛେ ତୁର୍କୀ ଥିଲା କେନ୍ଦ୍ର ଶକ୍ତି ପକ୍ଷରେ ଆଉ ସେ ଯୁଦ୍ଧ କରିଥିଲା ମିତ୍ର ଶକ୍ତି ବିରୁଦ୍ଧରେ। ଖଲିଫା କେଉଁମାନଙ୍କର ଧର୍ମଗୁରୁ ଥିଲେ? ହିନ୍ଦୁ, ମୁସଲମାନ, ଶିଖ, ପାର୍ସି। ମୁସଲମାନ ମାନଙ୍କର ଧର୍ମଗୁରୁଙ୍କୁ କ'ଣ କୁହାଯାଉଥିଲା? ଖଲିଫା କୁହାଯାଉଥିଲା। 3 ନମ୍ବର କ୍ୱେଶ୍ଚିନ୍ ଦେଖିବା। ନିମ୍ନଲିଖିତ ବ୍ୟକ୍ତିମାନଙ୍କ ମଧ୍ୟରୁ କିଏ ଖିଲାଫତ କମିଟିର ସଦସ୍ୟ ନଥିଲେ? ମହମ୍ମଦ ଅଲି, ଶୌକତ ଅଲି, ମହମ୍ମଦ ଅଲି ଜିନ୍ନା, ମୌଲାନା ଆବୁଲ କାଲାମ ଆଜାଦ। ମହମ୍ମଦ ଅଲି, ଶୌକତ ଅଲି ଦୁଇ ଭାଇ ଥିଲେ। ମୌଲାନା ଆବୁଲ କାଲାମ ଆଜାଦ ମଧ୍ୟ ଥିଲେ। ମହମ୍ମଦ ଅଲି ଜିନ୍ନା ନଥିଲେ। ଇଣ୍ଡିଆ ୱିନ୍ସ ଫ୍ରିଡମ୍ ପୁସ୍ତକର ରଚୟିତା କିଏ? ମହମ୍ମଦ ଅଲି, ମହାତ୍ମା ଗାନ୍ଧୀ, ମୌଲାନା ଆବୁଲ କାଲାମ ଆଜାଦ, ଗୋପବନ୍ଧୁ ଦାସ। ଆମେ ଜାଣିଛେ ମୌଲାନା ଆବୁଲ କାଲାମ ଆଜାଦ ଇଣ୍ଡିଆ ୱିନ୍ସ ଫ୍ରିଡମ୍ ପୁସ୍ତକର ରଚୟିତା ଥିଲେ। ମୌଲାନା ଆବୁଲ କାଲାମ ଆଜାଦଙ୍କୁ କେବେ ମରଣୋତ୍ତର ଭାରତରତ୍ନ ସମ୍ମାନ ଦିଆଯାଇଥିଲା? 1952, 1988, 1963, 1992। 1992ରେ ତାଙ୍କୁ ଭାରତରତ୍ନ ସମ୍ମାନ ଦିଆଯାଇଥିଲା। ଗାନ୍ଧୀଜୀ କେବେ ନିଖିଳ ଭାରତ ଖିଲାଫତ ସମ୍ମିଳନୀର ସଭାପତି ରୂପରେ ନିର୍ବାଚିତ ହୋଇଥିଲେ? କେବେ? 1918 ଡିସେମ୍ବର, 1919 ଡିସେମ୍ବର, 1919 ନଭେମ୍ବର, 1920 ଜୁନ। 1919 ନଭେମ୍ବରରେ ସେ ଖିଲାଫତ ସମ୍ମିଳନୀର ସଭାପତି ରୂପରେ ନିର୍ବାଚିତ ହୋଇଥିଲେ। କେଉଁ ଚୁକ୍ତି ଦ୍ୱାରା ତୁର୍କୀ ସୁଲତାନଙ୍କ ଅଧିକୃତ ଅନେକ ଅଞ୍ଚଳ ତାଙ୍କ ଅଧୀନରୁ କାଢ଼ି ନିଆଯାଇଥିଲା? ଭର୍ସାଇ ଚୁକ୍ତି, ସେଭର୍ସ ଚୁକ୍ତି, ଆଟଲାଣ୍ଟିକ୍ ଚୁକ୍ତି, ପ୍ୟାରିସ୍ ଚୁକ୍ତି। ସେଭର୍ସ ଚୁକ୍ତି ଦ୍ୱାରା। 1920 ଜୁନ 9 ତାରିଖରେ କେଉଁଠାରେ ଏକ ସର୍ବଦଳୀୟ ବୈଠକର ଆୟୋଜନ କରାଯାଇଥିଲା? ଆହ୍ଲାବାଦ, କୋଲକାତା, ମୁମ୍ବାଇ, ମାଦ୍ରାଜ। ତ ଆମେ ଜାଣିଛେ ଆହ୍ଲାବାଦ ଠାରେ 1920 ଜୁନ 9 ତାରିଖରେ ଏକ ସର୍ବଦଳୀୟ ବୈଠକର ଆୟୋଜନ କରାଯାଇଥିଲା। କେବେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହୋଇଥିଲା? ଆମେ ଜାଣିଛେ 1920 ଅଗଷ୍ଟ 1ରେ ଅସହଯୋଗ ଆନ୍ଦୋଳନ ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇଥିଲା। କେବେ ବାଲ ଗଙ୍ଗାଧର ତିଲକଙ୍କର ମୃତ୍ୟୁବରଣ କରିଥିଲେ? ଉକ୍ତ ଦିନ ପୂର୍ବାହ୍ନରେ, ଅର୍ଥାତ୍ ଅସହଯୋଗ ଆନ୍ଦୋଳନ ଯେବେ ଆରମ୍ଭ ହୋଇଥିଲା, କେବେ ଆରମ୍ଭ ହୋଇଥିଲା? 1920 ଅଗଷ୍ଟ 1। ଉକ୍ତ ଦିନ ପୂର୍ବାହ୍ନରେ ବାଲ ଗଙ୍ଗାଧର ତିଲକଙ୍କର ମୃତ୍ୟୁବରଣ କରିଥିଲେ। ତେଣୁ ସେମ୍ ଉତ୍ତର ରହିବ 1920 ଅଗଷ୍ଟ 1। କେଉଁଠି ଇଂରେଜ ସରକାରଙ୍କ ବିରୁଦ୍ଧରେ ଗାନ୍ଧୀଜୀଙ୍କ ଦ୍ୱାରା ପରିଚାଳିତ ପ୍ରଥମ ଗଣ ଆନ୍ଦୋଳନ ଥିଲା? ଚମ୍ପାରଣ, ଅସହଯୋଗ, ଖେଡ଼ା, ଆଇନ ଅମାନ୍ୟ ଆନ୍ଦୋଳନ। ପ୍ରଥମ ଗଣ ଆନ୍ଦୋଳନ ମୋଷ୍ଟ ଇମ୍ପୋର୍ଟାଣ୍ଟ ଅସହଯୋଗ ଆନ୍ଦୋଳନ ଥିଲା ମହାତ୍ମା ଗାନ୍ଧୀଙ୍କର ପ୍ରଥମ ଗଣ ଆନ୍ଦୋଳନ। ମଣ୍ଟେଗୁ ଚେମ୍ସଫୋର୍ଡ ଶାସନ ସଂସ୍କାର କେଉଁ ଆଇନ ନାମରେ ଜଣାଶୁଣା? ରାଓଲାତ ଆଇନ, ଭାରତ ଶାସନ ଆଇନ 1919, ଭାରତ ସ୍ୱାଧୀନତା ଆଇନ, ଭାରତ ଶାସନ ଆଇନ 1935। ଆମେ ଜାଣିଛେ ଭାରତ ଶାସନ ଆଇନ 1919 ମଣ୍ଟେଗୁ ଚେମ୍ସଫୋର୍ଡ ଶାସନ ସଂସ୍କାର ନାମରେ ମଧ୍ୟ ଜଣାଶୁଣା ଥିଲା। ନିମ୍ନଲିଖିତ ବ୍ୟକ୍ତିମାନଙ୍କ ମଧ୍ୟରୁ କିଏ ଭାରତର ଭାଇସରାୟ ନଥିଲେ? ଲର୍ଡ ଚେମ୍ସଫୋର୍ଡ, ଏଡୱିନ ମଣ୍ଟେଗୁ, ଲର୍ଡ ମାଉଣ୍ଟ ବ୍ୟାଟେନ, ଲର୍ଡ ଇରୱିନ। ଆମେ ଜାଣିଛେ ଏଡୱିନ ମଣ୍ଟେଗୁ କ'ଣ ଥିଲେ? ଭାରତର ବୈଦେଶିକ ସଚିବ ଥିଲେ। ତେଣୁ ଏଇଟା ହେଉଛି ଉତ୍ତର, ସେ ଭାରତର ଭାଇସରାୟ ନଥିଲେ। କେଉଁ ଆଇନ ଅନୁସାରେ ଶିଖ ଓ ଖ୍ରୀଷ୍ଟିଆନ ମାନଙ୍କ ପାଇଁ ସ୍ୱତନ୍ତ୍ର ନିର୍ବାଚନ ମଣ୍ଡଳୀର ବ୍ୟବସ୍ଥା ରହିଲା? 1919 ଭାରତ ଶାସନ ଆଇନ, ମର୍ଲେମିଣ୍ଟୋ ଶାସନ ସଂସ୍କାର ଆଇନ, ଭାରତ ଶାସନ ଆଇନ 1935, ଭାରତ ସ୍ୱାଧୀନତା ଆଇନ। ଉତ୍ତର ହେଉଛି କ'ଣ? 1919 ଭାରତ ଶାସନ ଆଇନ। ହଣ୍ଟର କମିଟି କେବେ ଗଠନ ହୋଇଥିଲା? ହଣ୍ଟର କମିଟି 1919 ଅକ୍ଟୋବର 14ରେ ଗଠିତ
ହେଇଥିଲା। ବ୍ରିଟିଶ ଜନସାଧାରଣ ଜେନେରାଲ ଡାୟରଙ୍କ ପାଇଁ କେତେ ହଜାର ପାଉଣ୍ଡ ଅର୍ଥ ସଂଗ୍ରହ କରିଥିଲେ? ନା 10,000 ପାଉଣ୍ଡ, 20,000 ପାଉଣ୍ଡ, 25,000 ପାଉଣ୍ଡ, 30,000 ପାଉଣ୍ଡ। ତ 30,000 ପାଉଣ୍ଡ ଅର୍ଥ ସଂଗ୍ରହ କରିଥିଲେ। 1920 ସେପ୍ଟେମ୍ବର 4ରୁ 9 ପର୍ଯ୍ୟନ୍ତ କେଉଁଠାରେ କଂଗ୍ରେସ ଏକ ସ୍ୱତନ୍ତ୍ର ଅଧିବେଶନ ଡକାଇଥିଲା? ସେପ୍ଟେମ୍ବର 4ରୁ 9, 1920। ଅପସନ୍ କ କହୁଛି କୋଲକାତା, ଖ ମୁମ୍ବାଇ, ଗ ନାଗପୁର, ଘ ଦିଲ୍ଲୀ। ତ ସେପ୍ଟେମ୍ବର 4ରୁ 9 କେଉଁଠି ହେଇଥିଲା? ନା କୋଲକାତାରେ ହେଇଥିଲା। କେଉଁ ଅଧିବେଶନ ଗାନ୍ଧିଜୀଙ୍କର ଅସହଯୋଗ ପ୍ରସ୍ତାବ କଂଗ୍ରେସ ଦ୍ୱାରା ଗୃହୀତ ହେଇଥିଲା? କେଉଁ ଅଧିବେଶନରେ এই ପ୍ରସ୍ତାବଟା ଗୃହୀତ ହେଇଥିଲା? ଗୃହୀତ ହେଇଥିଲା କେଉଁଠି? ଆମେ ଏବେ ଜାଣିଲେ ସେପ୍ଟେମ୍ବର 4ରୁ 9 କୋଲକାତାରେ। ଅସହଯୋଗ ପ୍ରସ୍ତାବ କଂଗ୍ରେସର କେଉଁ ଅଧିବେଶନରେ ଅନୁମୋଦନ କରାଯାଇଥିଲା? ଯଦି ଅନୁମୋଦନ କରାଯାଇଥିଲା ତାହେଲେ ସେଟା ହେଉଛି ନାଗପୁର ଅଧିବେଶନ। ଏଟା 1920 ଡିସେମ୍ବରରେ। ଠିକ୍ ଅଛି। ନିମ୍ନଲିଖିତ ବ୍ୟକ୍ତିମାନଙ୍କ ମଧ୍ୟରୁ କିଏ ଗାନ୍ଧିଜୀଙ୍କ ଡାକରାରେ ଅସହଯୋଗ ଆନ୍ଦୋଳନ ସମୟରେ ଆଇନ ବ୍ୟବସାୟ ଛାଡ଼ି ଦେଇଥିଲେ? ମୋତିଲାଲ ନେହେରୁ, ଜବାହରଲାଲ ନେହେରୁ, ସୁଭାଷ ଚନ୍ଦ୍ର ବୋଷ, ରାଜେନ୍ଦ୍ର ପ୍ରସାଦ। ଆମେ ଜାଣିଛେ ମୋତିଲାଲ ନେହେରୁ ଆଉ ଚିତ୍ତରଞ୍ଜନ ଦାସ ଏମାନେ ଦୁଇ ଜଣ କ'ଣ କରିଥିଲେ? ନା ଆଇନ ବ୍ୟବସାୟ ଛାଡ଼ି ଦେଇଥିଲେ। ତିଲକ ସ୍ୱରାଜ ପାଣ୍ଠି କେଉଁ ବ୍ୟକ୍ତିଙ୍କର ସ୍ମୃତିରେ ଗଠିତ ହୋଇଥିଲା? ବିପିନ ଚନ୍ଦ୍ର ପାଲ, ଲାଲ ଲଜପତ ରାୟ, ଗୋପାଳ କୃଷ୍ଣ ଗୋଖଲେ, ବାଲ ଗଙ୍ଗାଧର ତିଲକ। କିଏ? ବାଲ ଗଙ୍ଗାଧର ତିଲକ। ଉକ୍ତ ଦିନ ପୂର୍ବାହ୍ନରେ ଯେହେତୁ ତାଙ୍କର ଦେହାନ୍ତ ହୋଇଥିଲା ତାଙ୍କ ସ୍ମୃତିରେ ତିଲକ ସ୍ୱରାଜ ପାଣ୍ଠିର ଗଠନ କରାଯାଇଥିଲା। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ଉଣେଇଶହ 21 ମସିହା ଡିସେମ୍ବରରେ କଂଗ୍ରେସର ବାର୍ଷିକ ଅଧିବେଶନ କେଉଁଠାରେ ବସିଥିଲା? 1921 ମସିହା ଡିସେମ୍ବରରେ କଂଗ୍ରେସର ବାର୍ଷିକ ଅଧିବେଶନ କେଉଁଠାରେ ବସିଥିଲା? କ ମୁମ୍ବାଇ, ଖ କୋଲକାତା, ଗ ଅହମ୍ମଦାବାଦ, ଘ ନାଗପୁର। ତାହେଲେ ବାର୍ଷିକ ଅଧିବେଶନ ଅହମ୍ମଦାବାଦରେ ବସିଥିଲା। ଚୌରୀ ଚୌରା ସ୍ଥାନଟି କେଉଁ ପ୍ରଦେଶର? ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ। ଉତ୍ତରପ୍ରଦେଶର ଗୋରଖପୁରର ଚୌରୀ ଚୌରା ଆମେ ଜାଣିଛେ। କେବେ ଚୌରୀ ଚୌରା ଥାନାରେ ଲୋକମାନେ ନିଆଁ ଲଗାଇଥିଲେ? ଆମେ ଜାଣିଛେ 1922 ଫେବୃଆରୀ 1ରେ ମହାତ୍ମା ଗାନ୍ଧୀ କହିଲେ ଯେ ସମସ୍ତ ରାଜନୈତିକ ବନ୍ଦୀମାନଙ୍କୁ ମୁକ୍ତ କରାଯାଉ, ସମ୍ବାଦପତ୍ରକୁ ପୂର୍ଣ୍ଣ ସ୍ୱାଧୀନତା ଦିଆଯାଉ। ଯଦି 7 ଦିନ ଭିତରେ ଏଇଟା ନ ହେଉଛି ତାହେଲେ ଅସହଯୋଗ ଆନ୍ଦୋଳନ ଜାରି ରହିବ ନିଶ୍ଚିତ ଭାବରେ। ହଉ ଠିକ୍ ଅଛି। 25 ନମ୍ବର ଦେଖିବା। କ କ'ଣ କହୁଛି? ଚୌରୀ ଚୌରା ଥାନାରେ ଲୋକମାନେ କେବେ ନିଆଁ ଲଗାଇଲେ? 1921 ଜାନୁଆରୀ 10, 1921 ଜୁନ 18, 1922 ଫେବୃଆରୀ 5, 1922 ଅଗଷ୍ଟ 12। ଆମେ ଜାଣିଛେ 7 ଦିନ ଯାଏ ଲୋକମାନେ ଅପେକ୍ଷା କରିପାରିଲେନି। ଫେବୃଆରୀ 5 ତାରିଖ ଦିନ ଏକ ପୋଲିସ ଥାନାରେ ନିଆଁ ଲଗାଇଦେଲେ। 26 ନମ୍ବର ପ୍ରଶ୍ନ ଦେଖିବା। ଚୌରୀ ଚୌରା ଥାନା ପୋଡ଼ିରେ କେତେ ଜଣ ପୋଲିସ କର୍ମଚାରୀ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ? ଆମେ ଜାଣିଛେ କେତେ ଜଣ? 22 ଜଣ। ଅସହଯୋଗ ଆନ୍ଦୋଳନ କେବେ ସ୍ଥଗିତ ଘୋଷଣା କରାଗଲା? ହଁ, ଅପସନ୍ କ କହୁଛି 1922 ଫେବୃଆରୀ 17, 1922 ମାର୍ଚ୍ଚ 3, 1923 ଜୁନ 28, 1924 ଜୁଲାଇ 13। ଏଇଟା ଫେବୃଆରୀ 17 ନୁହେଁ ପିଲେ, ଏଇଟା ହେଉଛି ଫେବୃଆରୀ 12। ଠିକ୍ ଅଛି, ଏଇଟା ଫେବୃଆରୀ 12। 1922 ଫେବୃଆରୀ 12ରେ ଅସହଯୋଗ ଆନ୍ଦୋଳନର ସ୍ଥଗିତ ଘୋଷଣା କରାଯାଇଥିଲା। କ'ଣ ପାଇଁ? ନା ମହାତ୍ମା ଗାନ୍ଧୀ ଜାଣିଲେ ଯେ ଲୋକମାନେ ଅହିଂସା ଉପାୟରେ ଅସହଯୋଗ ଆନ୍ଦୋଳନ କରିବା ପାଇଁ ବର୍ତ୍ତମାନ ସୁଦ୍ଧା ମଧ୍ୟ ମାନସିକ ଭାବରେ ପ୍ରସ୍ତୁତ ନୁହନ୍ତି, ତେଣୁ ଆନ୍ଦୋଳନକୁ ସ୍ଥଗିତ କରାଗଲା। କେଉଁଠାରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଅସହଯୋଗ ଆନ୍ଦୋଳନ ସ୍ଥଗିତ ଘୋଷଣା ଅନୁମୋଦିତ ହୋଇଥିଲା? ନା ବରଦୋଳିଠାରେ। କେଉଁଠି? ବରଦୋଳିଠାରେ। 29 ନମ୍ବର କ୍ୱେଶ୍ଚିନ୍ ଦେଖିବା। କେଉଁ ବ୍ୟକ୍ତି ଅସହଯୋଗ ଆନ୍ଦୋଳନର ସ୍ଥଗିତ ନିଷ୍ପତ୍ତିକୁ ଜାତୀୟ ବିପର୍ଯ୍ୟୟ ଭାବରେ ଘୋଷଣା କରିଥିଲେ? ଆନି ବେସାନ୍ତ, ବାଲ ଗଙ୍ଗାଧର ତିଲକ, ଗୋପବନ୍ଧୁ ଦାସ, ସୁଭାଷ ଚନ୍ଦ୍ର ବୋଷ। ସୁଭାଷ ଚନ୍ଦ୍ର ବୋଷ ଏହି ଅସହଯୋଗ ଆନ୍ଦୋଳନର ସ୍ଥଗିତ ନିଷ୍ପତ୍ତିକୁ ଗୋଟିଏ ଜାତୀୟ ବିପର୍ଯ୍ୟୟ ବୋଲି କହିଥିଲେ। କେବେ?
ମୁସ୍ତଫା କମାଲ ପାଶାଙ୍କ ନେତୃତ୍ୱରେ ତୁର୍କୀରେ ସାଧାରଣତନ୍ତ୍ର ପ୍ରତିଷ୍ଠା ହୋଇଥିଲା 1920, 1921, 1922, 1923। 1922ରେ ମୁସ୍ତଫା କମାଲ ପାଶାଙ୍କ ଦ୍ୱାରା ତୁର୍କୀରେ ସାଧାରଣତନ୍ତ୍ର ପ୍ରତିଷ୍ଠା ହୋଇଥିଲା। କେଉଁ ଘଟଣାରୁ ଭାରତରେ ଖିଲାଫତ ଆନ୍ଦୋଳନର ଅବସାନ ଘଟିଥିଲା? ଅସହଯୋଗ ଆନ୍ଦୋଳନ ଚାଲିବାରୁ, ଅସହଯୋଗ ଆନ୍ଦୋଳନ ସ୍ଥଗିତ ହେବାରୁ, ମହାତ୍ମା ଗାନ୍ଧୀ ସମର୍ଥନ ନ ଦେବାରୁ, ମୁସଲମାନମାନଙ୍କ ଅବହେଳାରୁ। ମୁସଲମାନମାନେ ନିଶ୍ଚିତ ଭାବରେ ସହଯୋଗ କରିଥିଲେ, ତେଣୁ ଏ ଅପସନ୍ ନୁହଁ। ମହାତ୍ମା ଗାନ୍ଧୀଙ୍କ ସମର୍ଥନ ନ ଦେବାରୁ, ମହାତ୍ମା ଗାନ୍ଧୀ ନିଜେ ସଭାପତିତ୍ୱ କରିଥିଲେ, ଏ ଅପସନ୍ ବି ନୁହଁ। ଅସହଯୋଗ ଆନ୍ଦୋଳନ ଚାଲିବାରୁ, ନା ସେ ବି ନୁହଁ। ଅସହଯୋଗ ଆନ୍ଦୋଳନ ସ୍ଥଗିତ ହେବାରୁ ଖିଲାଫତ ଆନ୍ଦୋଳନର ଅବସାନ ଘଟିଥିଲା। ତୁର୍କୀରେ ଖଲିଫା ପଦବୀ କେଉଁ ଘଟଣାରୁ ଉଚ୍ଛେଦ ହୋଇଥିଲା? ତୁର୍କୀରେ ସାଧାରଣତନ୍ତ୍ର ପ୍ରତିଷ୍ଠା ହେବାରୁ, ଖଲିଫାଙ୍କର ମୃତ୍ୟୁ ହେବାରୁ, ଇଂରେଜ ସରକାର ତୁର୍କୀକୁ ଦଖଲ କରିବାରୁ, ଏଥିମଧ୍ୟରୁ କୌଣସି ନୁହେଁ। ଆମେ ଜାଣିଛେ ଯେତେବେଳେ ସାଧାରଣତନ୍ତ୍ର ପ୍ରତିଷ୍ଠା ହୋଇଗଲା ସେତେବେଳେ ଖଲିଫା ପଦବୀର ଉଚ୍ଛେଦ ହେଲା। 33 ନମ୍ବର ପ୍ରଶ୍ନ ଦେଖିବା। 1920 ଡିସେମ୍ବରରେ ନାଗପୁର କଂଗ୍ରେସ ଅଧିବେଶନରେ ଓଡ଼ିଶାରୁ କେତେ ଜଣ ପ୍ରତିନିଧି ଯୋଗ ଦେଇଥିଲେ? 20, 30, 35, 40। କେତେ ଜଣ? 35 ଜଣ ପ୍ରତିନିଧି ଯୋଗ ଦେଇଥିଲେ। କେବେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଗଠନ କରାଯାଇଥିଲା? 1921 ମାର୍ଚ୍ଚ, 1921 ଏପ୍ରିଲ, 1922 ଜୁନ, 1922 ଅଗଷ୍ଟ। 1921 ମାର୍ଚ୍ଚ। ଆମେ ଜାଣିଛୁ 1921 ମାର୍ଚ୍ଚରେ ମହାତ୍ମା ଗାନ୍ଧୀ ମଧ୍ୟ କେଉଁଠିକି ଆସିଥିଲେ? କଟକକୁ ଆସିଥିଲେ ଏବଂ ଉଦ୍ବୋଧନ ଦେଇଥିଲେ। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ସମ୍ପାଦକ କିଏ ଥିଲେ? ପ୍ରଥମ ସମ୍ପାଦକ ଗୋପବନ୍ଧୁ ଦାସ, ଭାଗୀରଥୀ ମହାପାତ୍ର, ନଟବର ଗଡ଼ତିଆ, ମଧୁସୂଦନ ଦାସ। ପ୍ରଥମ ସମ୍ପାଦକ ଥିଲେ ଭାଗୀରଥୀ ମହାପାତ୍ର ଆମେ ଜାଣିଛେ, ଆଉ ପ୍ରଥମ ସଭାପତି ଥିଲେ ଗୋପବନ୍ଧୁ ଦାସ, ଯାହାଙ୍କ ନେତୃତ୍ୱରେ ଏ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି 1921 ମାର୍ଚ୍ଚରେ ଗଠନ କରାଯାଇଥିଲା। 36 ନମ୍ବର ପ୍ରଶ୍ନ ଦେଖିବା। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି କାହା ଉଦ୍ୟମରେ ଗଠିତ ହୋଇଥିଲା? ଏ ଟିକେ ପୂର୍ବରୁ ଆମେ ଜାଣିଲେ କାହା ଉଦ୍ୟମରେ? ଗୋପବନ୍ଧୁ ଦାସଙ୍କର ଉଦ୍ୟମରେ। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ସଭାପତି ସେ ନିଜେ ଥିଲେ। କିଏ ଥିଲେ? ଗୋପବନ୍ଧୁ ଦାସ। ଠିକ୍ ଅଛି। କେବେ ମହାତ୍ମା ଗାନ୍ଧୀ ଓଡ଼ିଶା ଆସିଥିଲେ? ଏ ଟିକେ ପୂର୍ବରୁ ମୁଁ କହୁଥିଲି 1921ରେ ମହାତ୍ମା ଗାନ୍ଧୀ ଓଡ଼ିଶା ଆସିଥିଲେ। 1921 ଅଗଷ୍ଟ 3ରେ। ହଁ, ଆଉ ଗୋଟେ ପ୍ରଶ୍ନ ରହିଗଲା 39 ନମ୍ବର। ନିମ୍ନଲିଖିତ ସ୍ଥାନଗୁଡ଼ିକ ମଧ୍ୟରୁ ଗାନ୍ଧୀଜୀ କେଉଁଠାରେ ଉଦ୍ବୋଧନ ଦେଇ ନଥିଲେ? ଭଦ୍ରକ, ପୁରୀ, ବାଲେଶ୍ୱର, ବ୍ରହ୍ମପୁର। ଭଦ୍ରକରେ ଦେଇଥିଲେ, ପୁରୀରେ ଦେଇଥିଲେ, ବ୍ରହ୍ମପୁରରେ ଦେଇଥିଲେ, ବାଲେଶ୍ୱର ଯାଇନଥିଲେ। ଠିକ୍ ଅଛି। କଟକ ଆସିଥିଲେ, ଭଦ୍ରକ ଯାଇଥିଲେ, ପୁରୀ ଯାଇଥିଲେ, ବ୍ରହ୍ମପୁର ଯାଇଥିଲେ। 1921 ଅଗଷ୍ଟ 3ରେ କେଉଁଠାରେ ବିଦେଶୀ ବସ୍ତୁ ଗୁଡ଼ିକରେ ଅଗ୍ନି ସଂଯୋଗ କରାଯାଇଥିଲା? ଅଗଷ୍ଟ 3ରେ ଫାଷ୍ଟ ଆଗ ଆରମ୍ଭ ହୋଇଗଲା କେଉଁଠି? ପୁରୀରେ ଆରମ୍ଭ ହୋଇଗଲା। ଯେଉଁ ସ୍ଥାନକୁ ମହାତ୍ମା ଗାନ୍ଧୀ ଯାଇଥିଲେ ସେହି ସ୍ଥାନ ଗୁଡ଼ିକରେ ଆନ୍ଦୋଳନ ଅତ୍ୟଧିକ ତୀବ୍ର ଦେଖାଗଲା। ତ ପୁରୀକୁ ବି ମହାତ୍ମା ଗାନ୍ଧୀ ଯାଇଥିଲେ। ସେଠି ମଧ୍ୟ କ'ଣ ହେଲା ନା ସର୍ବପ୍ରଥମେ ଲୋକମାନେ 1921 ଅଗଷ୍ଟ 3ରେ ବିଦେଶୀ ବସ୍ତୁ ଗୁଡ଼ିକରେ ଅଗ୍ନି ସଂଯୋଗ କରିଥିଲେ। ନିମ୍ନଲିଖିତ ବ୍ୟକ୍ତିମାନଙ୍କ ମଧ୍ୟରୁ କିଏ ଓକିଲାତି କରୁନଥିଲେ? ନୀଳକଣ୍ଠ ଦାସ, ଗୋପବନ୍ଧୁ ଦାସ, ଜଗବନ୍ଧୁ ସିଂ, ବିଶ୍ୱନାଥ ଦାସ। ବିଶ୍ୱନାଥ ଦାସ କରୁଥିଲେ, ଜଗବନ୍ଧୁ ସିଂ କରୁଥିଲେ, ଗୋପବନ୍ଧୁ ଦାସ କରୁଥିଲେ। ନୀଳକଣ୍ଠ ଦାସ ସେ କ'ଣ? ସେ ଜଣେ ଚାକିରିକୁ ନିଜର ଛାଡ଼ି ଦେଇଥିଲେ, ଚାକିରିକୁ ତ୍ୟାଗ କରିଥିଲେ। ରାଜକୃଷ୍ଣ ବୋଷ କେଉଁ ଅନୁଷ୍ଠାନର ଛାତ୍ର ଥିଲେ? ରେଭେନ୍ସା କଲେଜ, କଟକ ମେଡ଼ିକାଲ ସ୍କୁଲ, ରେଭେନ୍ସା କଲେଜିଏଟ୍ ସ୍କୁଲ, ବାଣୀବିହାର। ଆମେ ଜାଣିଛେ ସେ ମେଡ଼ିକାଲର ଛାତ୍ର ଥିଲେ। କଟକ ମେଡ଼ିକାଲ ସ୍କୁଲକୁ ସେ କ'ଣ କରିଥିଲେ? ପରିତ୍ୟାଗ କରିଥିଲେ। କେଉଁ ବ୍ୟକ୍ତିଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସମ୍ବଲପୁର ଜିଲ୍ଲା ସ୍କୁଲର ଛାତ୍ରମାନେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ? ପଣ୍ଡିତ ନୀଳକଣ୍ଠ ଦାସ, ଆଚାର୍ଯ୍ୟ ହରିହର, ପଣ୍ଡିତ ଲିଙ୍ଗରାଜ ମିଶ୍ର, ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ର। ଉତ୍ତର ହେଉଛି ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ରଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସମ୍ବଲପୁର ଜିଲ୍ଲା ସ୍କୁଲର ଛାତ୍ରଛାତ୍ରୀମାନେ ଅସହଯୋଗ ଆନ୍ଦୋଳନରେ ସାମିଲ ହୋଇଥିଲେ। 44 ନମ୍ବର ପ୍ରଶ୍ନ ଦେଖିବା। ନିମ୍ନଲିଖିତ କେଉଁ ବ୍ୟକ୍ତି ବାଲେଶ୍ୱରଠାରେ ଏକ ଘରୋଇ ନ୍ୟାୟାଳୟ ପ୍ରତିଷ୍ଠା କରିଥିଲେ? ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ର, ନିତ୍ୟାନନ୍ଦ କାନୁନଗୋ, ଗୌରମୋହନ ଦାସ, ନବକୃଷ୍ଣ ଚୌଧୁରୀ। ଗୌରମୋହନ ଦାସ କ'ଣ କରିଥିଲେ ନା ବାଲେଶ୍ୱରଠାରେ ଗୋଟେ ଘରୋଇ ନ୍ୟାୟାଳୟ ପ୍ରତିଷ୍ଠା କରିଥିଲେ। ବାଲେଶ୍ୱରରେ ଗୌରମୋହନ ଦାସ ଏବଂ ଆମର ଭଦ୍ରକରେ କିଏ ଥିଲେ? ବାଞ୍ଛାନିଧି ମହାନ୍ତି। ସେ ଘରୋଇ ନ୍ୟାୟାଳୟ ପ୍ରତିଷ୍ଠା କରିଥିଲେ। ସତ୍ୟବାଦୀ ବନ ବିଦ୍ୟାଳୟ କେଉଁଠାରେ ପ୍ରତିଷ୍ଠା କରାଯାଇଥିଲା?
आम जाचे पुरी साक्षीगोपाल भद्रक तीर्तोल साक्षीगोपाल ठारे ही प्रतिष्ठा करथिले। गोपबंधु दास केबे सत्यवादी वन विद्यालय प्रतिष्ठा करथिले 1909 1910 1911 1912 1909 गोपबंधु कौन करथिले सत्यवादी वन विद्यालय प्रतिष्ठा करथिले जहाँ परवर्ती समय एक जातीय विद्यालय रूपे प्रतिष्ठित होता सेटा कोठी अछि साक्षीगोपाल ठारे अवस्थित। उत्कल स्वराज शिक्षा परिषद केउठारे स्थापित होता उत्कल स्वराज्य शिक्षा परिषद भद्रक बालेश्वर कटक पुरी कटक रे। स्वराज आश्रम कोठी पढ़ी आम कटक रे स्वराज आश्रम। जगतसिंहपुर रे कौन आश्रम मोस्ट इम्पोर्टाट अलका आश्रम क्यों आश्रम अलका आश्रम। कटक रे स्वराज सेवक संघ क्यों द्वारा गठित होता शिक्षक कृषक छात्र कांग्रेस कर्मी छात्र छात्री माने गोटे स्वराज सेवक संघ गठन करथिले। ठीक अच्छे ये आमर द्वितीय अध्याय रिलेटेड आम पाखापाखि 50टी प्रश्नर उत्तर आम करदेले। समय दे समस्ते भिडियोटी को देखि समस्त को पुणी थे अशेष अशेष धन्यवाद। जदि वीडियो भल लगी ताले निश्चित भाव भिडियोटी को लाइक शेयर सब्सक्राइब करेंगे और आपण मानकर बहुमूल्य कमेंट देवा भूलिए नहीं। धन्यवाद।